नाबालकକୁ କାମୁଡ଼ି ଦେଇଥିଲା କୁକୁର ହେଲେ ଡାକ୍ତରଖାନା ନେବା ପରିବର୍ତ୍ତେ ଚେରମୂଳି ଔଷଧ ଖୁଆଇ ଚୁପ୍ ବସିଗଲେ ପରିବାର ଶେଷରେ ସାମାନ୍ୟ ଅବହେଳାରୁ ଚାଲିଗଲା ଦିବ୍ୟାଙ୍ଗ ପୁଅର ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ନାଳସାହି ଆଦିବାସୀ ବସ୍ତିରେ ମୃତକ ହେଲେ ଚିତ୍ତରଞ୍ଜନ ମୁଣ୍ଡାଙ୍କ ପୁଅ ମଙ୍ଗଳ ମୁଣ୍ଡା ସୂଚନା ଅନୁସାରେ ଗତ ନଭେମ୍ବର 15 ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ନେଇ ଫେରିବା ବେଳେ ମଙ୍ଗଳଙ୍କୁ ଏକ କୁକୁର କାମୁଡ଼ି ଦେଇଥିଲା ପରିବାର ଲୋକ ପୁଅକୁ ଚେରମୂଳି ଔଷଧ ଦେଇଥିଲେ ଗତ ଜାନୁଆରୀ 12 ତାରିଖରେ ମଙ୍ଗଳଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ସୁକିନ୍ଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳଙ୍କର ମୃତ୍ୟୁ ହୋଇଛି ଚେରମୂଳି ଔଷଧ ଦେବାକୁ ନେଲୁ ଛୁଆ ଠିକ ରହିଲା ଘା ବି ଧୀରେ ଧୀରେ ଶୁଖିଲା 12 ତାରିଖ 6ଟା ବେଳକୁ ପାଗଳ ରକମ ରହିଲେ ଆଁ କଲା ଲାଳ ବୋଇଲା ଡକ୍ଟର ଯେତେବେଳେ ଚିକିତ୍ସା କଲେ ଚିକିତ୍ସା କରି ସାରିଲା ପରେ ଔଷଧ ଖୁଆଇଲୁ ଔଷଧ ଖାଇ ସାରିଲା ପରେ ଅଧଘଣ୍ଟା ପରେ ମୋ ପୁଅର ଜୀବନ ଚାଲିଗଲା।